সেদিন নারায়ণ কথা দেলে বিশ্বরে যেতে ভক্ত মান তুমি সমস্ত জীবন সন্তান তম না হব লোকমাতা। 10 নাম ভিতরে লক্ষ্মী পদ্মালয়া পদ্মা কমলা শ্রী হরিপ্রিয়া ইন্দিরা লোকমাতা ସମସ୍ତଙ୍କର ସିଏ ମା। ସେଇ ମା ଅତି ଦ୍ୱିତୀୟ ତମର ଦ୍ୱିତୀୟ ପାଖରେ ପ୍ରବେଶନ କରିଥିବା ସମସ୍ତ ବରଣ୍ୟ କେନ୍ଦ୍ର ପୁଙ୍ଗବ ଉତ୍କଳ ସଂସ୍କୃତ ମା ଭଉଣୀମାନେ ଇଏ ଅନୁଷ୍ଠାନର ଇଏ ଗ୍ରାମର ଏବଂ ପ୍ରତିଯୋଗିତା ମୂଳକ ମଞ୍ଚରେ ବସିଥିବା ସମୀକ୍ଷା ମଞ୍ଚରେ ସମସ୍ତଙ୍କର ମଙ୍ଗଳ କରିବେ ଏବଂ ଯେଉଁମାନେ ଟିଭି ଭାଇମାନେ ଇଏ ପାଲାକୁ ପ୍ରସାର ପ୍ରଚାର କରୁଛନ୍ତି ସେମାନଙ୍କର କଲ୍ୟାଣ କରିବେ। ସର୍ବବଳ ଆନନ୍ଦ ହେବ। আহি মায়া ধর
ধর গায়ত্রী বিদুলি সদা ভজন তোর গায়ত্রী বিদুলি রখিলে রখিবু মারিলে মারিবু প্রভু রখিলে রখিবু মারিলে মারিবু চরণে শরণ তোর চরণে শরণ তোর জগরে হে হে ইতি বড় ভাগ্য কাহি মোর আরে রে ইতি বড় ভাগ্য কাহি মোর তোর করিবি কাইয়া তোর করিবি কাইয়া প্রভু ধারে বুলি তোর বিধারে বুলি তোর জগারে হে হে ইতি বড় ভাগ্য কাহি মোর আরে ইতি বড় ভাগ্য কাহি মোর রে ইতি বড় ভাগ্য কাহি মোর জগন্নাথ জগত ঈশ্বর ইতি বড় ভাগ্য কাহি মোর ইতি বড় ভাগ্য কাহি মোর ইতি বড় ভাগ্য ইতি বড় ইতি বড় ইতি বড় ইতি বড় জগন্নাথ নিরাতি মন্ডল ইতি বড় সভা পাউ অছি সংকট প্রতিভ ইতি বড় ভক্তরাকু অছি রহি অনেক দূରରେ ইতি বড় জয় লগাইছি বিভু কদম্ব পୟରେ ইতি বড় ডাকি ডাকি অধীনର দুঃখ ତଣ୍ଡ ଗଲା ইতি বড় ଆମର ଭବନ କର ଆଉ ଟକାରଳା ইতি ବড় ଅନୁଦେଇ ଅଛି ତମ ଅଭୟ ଚରଣ ইতি ବড় ଜୟ ଜୟ ଜଗନ୍ନାଥ ଅନାଦି କାରଣ ইতি ବড় ଜୟ ଜୟ ଜନନୀର ମାତ ଜାଗେଶ୍ୱରୀ ইতি ବড় ତୋର ପଦର ଭକ୍ତ କରୁଛି ଗୁହାରି ইতি ବড় ଡାକି ଡାକି ଅଧୀନର ଦୁଃଖ କେବେ ଯିବ ইতি ବড় ଜୟ ବହିଯିବ ପ୍ରଭୁ ବାହେ ରାଧା ଧବ ইতি ବড় ଜୟ ଜୟ ଜନନୀର ଜୟ ତୁ ମଙ୍ଗଳା ইতি বড় ଧାର କରିଦେ ମାଗ ମୋ ବୁଢ଼ୀ ବାଘେଡ଼ା ইতি বড় ମୋର ଜନନୀର ମୁହିଁ ତୋର ପୁଅ ইতি বড় ଆସିଲା ପଦବତୀ ମୁଖେ କହିଦିଅ ইতি বড় ভাগ্য কাহি মোর ସେ ଅଖ ବୁଲୁଥିଲା
ସେ ବୁଲି ପଡୁଥାଏ ବଳେ ଆରେ ବୁଲି ପଡୁଥାଏ ବଳେ ଏ ପୁଅ ସଂସାର ମଧ୍ୟରେ ଆରେ ସଂସାର ମଧ୍ୟରେ ଯିଏ ଘର କରିଥିଲେ ଘର ପଡ଼ିଲା ସହିତ ବରଣ୍ୟ ସନ୍ଥ ସମାଜ ବିଚାର କରିବେ ଆପଣ ମାନଙ୍କ ନିକଟରେ ପ୍ରତିଯୋଗିତାମୂଳକ ପାଲାର ଯେଉଁ ବିଧି ବିଧାନକୁ ଆଜ୍ଞା ଆଖି ଆଗରେ ରଖି ବିଶ୍ୱାଳରେ ଦ୍ୱିତୀୟ ରଜନୀର ଦ୍ୱିତୀୟ ପାଖୁଡ଼ାରେ ଗୋଟିଏ ବିଷୟ ଆରମ୍ଭ କରିବା ପୂର୍ବରୁ ପଦଟିଏ ଉପସ୍ଥାପନ କରିଥାଏ ଅଖ ବୁଲୁଥିଲେ ଚକ ବୁଲୁଥାଏ ଏ ସଂସାର ଭଗବାନଙ୍କ ବିଧାନରେ ବାବା ଆଜ୍ଞା ଭଗବାନଙ୍କ ସୃଷ୍ଟିରେ ଚକ୍ର ଘୁରିଲା ପ୍ରାୟ ବିଶ୍ୱଳରେ ସବୁବେଳେ ଘୂର୍ଣ୍ଣନ ପ୍ରକ୍ରିୟାରେ ଘୁରି ପଡୁଛି ଦୁଃଖାନିତ ସୁଖାନିତ ଏହି ପର୍ଯ୍ୟାୟରେ ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ ସମସ୍ତଙ୍କ ଭାଗ୍ୟରେ ଇଏ ନିଶ୍ଚିତ ଆସିପାରେ ବିଶ୍ୱଳରେ ଆଜିର ଯେଉଁ ବିଷୟ କରିବା ପୂର୍ବରୁ ପ୍ରଥମେ ସ୍ଥାନ କାଳ ପାତ୍ରକୁ ବିଚାର କରିବା ସ୍ଥାନ ଆସିବ ବିଶ୍ୱଳରେ ପାତ୍ର ଆସିବ ସମୟ ଆସିବ ନହେଲେ ବିଷୟର ମହତ୍ଵ କିଛି ରହିବ ତାହେଲେ ହେ ମୋର ବରିଷ୍ଠ ଜ୍ଞାନୀନ୍ଦ୍ର ପୁଙ୍ଗବ ଆଜ୍ଞା ଆଜିର ଯେଉଁ ବିଷୟ ସ୍ଥାନ ସମୁଦ୍ର ତଟ ଭେଳାଭୂମି ସମୟ ଦିନର ଅବସାନ ସମୟ ପଶ୍ଚିମ ଆକାଶରେ ସୂର୍ଯ୍ୟଦେବ ଅସ୍ତଗାମୀ ହେଉଛନ୍ତି ଧୀରେ ଧୀରେ ସମୟ ଗଡ଼ି ଚାଲିଛି ସମୟ କାହାକୁ ଅପେକ୍ଷା କରେ ନା ନା ସମୟ ବାପା ବିରାମ ଗତିରେ ଚାଲେ ବିଶ୍ୱଳରେ ଯେତେବେଳେ ଏହି ସ୍ଥାନରେ ଏହି ସମୟ ଘଟିଛି ବାପା କଣ ହେଇଛି ଜଣେ ପାତ୍ରୀଟିଏ ଉପସ୍ଥାପନ କରିଛି ସେ ପାତ୍ରୀ କିଏ କିଏ ସେ ସୁନ୍ଦର ଯୁବତୀଟିଏ ଭ୍ରମଣ କରୁଅଛି ବାପା ଏ ସମୟରେ ସୁନ୍ଦର ଯୁବତୀଟିଏ ସେଠି ପରିକ୍ରମା କରୁଛି ମନ ଭିତରେ ଗୁଡୁ ଗୁଡୁ ହୋଇ ମନକୁ ଆନନ୍ଦିତ କରିବା ପାଇଁ ହୃଦୟକୁ ଆନନ୍ଦିତ କରିବା ପାଇଁ ନାଚ କୁଦରେ ଗୀତରେ ମଜେଇ ଦଉଛି ବିଶ୍ୱଳରେ ସୂର୍ଯ୍ୟଦେବ ଅସ୍ତଗାମୀ ହେବାକୁ ଯାଉଥିଲେ ଲଟାଣ ପଡିଗଲା ସୂର୍ଯ୍ୟଦେବଙ୍କର ଅସ୍ତଗାମୀ ସୂର୍ଯ୍ୟଦେବଙ୍କର ବାପା ନଜର ପଡିଗଲା ଚାହିଁଦେଲେ ସୂର୍ଯ୍ୟଦେବ ଟିକେ ମତ୍ୟ ପୃଷ୍ଠର ସେଇ ସମୁଦ୍ର ତଟ ଭେଳାଭୂମି ବିଶ୍ୱଳରେ ଦେଖିଲେ କଣ ଗୋଟିଏ ଅପରୂପା ସୌନ୍ଦର୍ଯ୍ୟମୟୀ ଝିଅଟିଏ ଭ୍ରମଣ କରୁଛି ଚତୁଃପାର୍ଶ୍ୱରେ କେହି ନାହାନ୍ତି ନିସ୍ତବ୍ଧ ନିରବ ସମୟ ବିଚାର କଲେ ସୂର୍ଯ୍ୟଦେବ ଦେଖିଲେ ବାରମ୍ବାର ଯେତେବେଳେ ଦେଖିଲେ ଗୋଟିଏ ସୁନ୍ଦର ଦ୍ରବ୍ୟ ଉପରେ ବାପା ଆପଣ ମାନଙ୍କର ଦୃଷ୍ଟି ପଡିଲେ ଏ ଆଖିଟା ଆଉ ଫେରି ଆସ ଏଇ ନ୍ୟାୟରେ ସୂର୍ଯ୍ୟଦେବ ଦେଖିଲେ